ଝାରସୁଗୁଡ଼ା ଜିଲ୍ଲାରେ ସାଧାରଣ ଲୋକଙ୍କ ମନରେ ସୁରକ୍ଷାବୋଧ ବୃଦ୍ଧି କରିବା ସହିତ ଆଇନ ଶୃଙ୍ଖଳାକୁ ଆହୁରି ସୁଦୃଢ଼ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଛି। ଏହି ମାର୍ଚ୍ଚରେ ଏସ୍ପି ଝାରସୁଗୁଡ଼ାଙ୍କ ନେତୃତ୍ୱରେ ଏସ୍ଡିପିଓ ଓ ଟାଉନ ଏବଂ ସଦର ଥାନାରେ ଆଇଆଇସି ମାନେ ଯୋଗ ଦେଇଥିଲେ। କବରସ୍ତାନପଡ଼ା, ତେଲିଭଟ୍ଟା, ଚୌକିପଡ଼ା, ବୁରୋମାଲ, ମିଲାଟ କଲୋନୀ ଓ ମଙ୍ଗଳ ବଜାର ଅଞ୍ଚଳରେ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଥିଲା। ପୋଲିସ ଦଳ ସହରର ପ୍ରମୁଖ ରାସ୍ତା ଓ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ପରିଦର୍ଶନ କରି ଲୋକମାନଙ୍କୁ ଶାନ୍ତି ଓ ଶୃଙ୍ଖଳା ରକ୍ଷା ପାଇଁ ସଚେତନ କରିଥିଲେ। ଏହି ଅବସରରେ ପୋଲିସ ପକ୍ଷରୁ କୁହାଯାଇଛି ଯେ କୌଣସି ଅପରାଧିକ କାର୍ଯ୍ୟକଳାପ କିମ୍ବା ସନ୍ଦେହଜନକ ଘଟଣା ଦେଖିଲେ ସତ୍ୱରେ ପୁଲିସଙ୍କୁ ସୂଚନା ଦେବା ପାଇଁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି। ଏହା ସହିତ ଶାନ୍ତିପୂର୍ଣ୍ଣ ପରିବେଶ ରକ୍ଷାରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଜଣାଇଥିଲେ। ଏହି ଫ୍ଲାଗ ମାର୍ଚ୍ଚ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ପୋଲିସର ସକ୍ରିୟତା ପ୍ରକାଶ ପାଇଥିବା ସହ ଲୋକମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ିଥିବା କୁହାଯାଇଛି। ଝାରସୁଗୁଡ଼ାରୁ ଘନଶ୍ୟାମ ପଡ଼ିଆରୀଙ୍କ ରିପୋର୍ଟ, ଓଡ଼ିଆ ଭାସ୍କର।